नमस्कार दर्शक बंधु, आज आम बुलवाक जाऊँ बड़म्बा ब्लॉकर सिंहनाथ मंदिर। तेबे आसतु जानिबा महानदी भितर सिंहनाथ नामक एक पथुरिया द्वीपर अवस्थित प्रभु सिंहनाथ विषय में किछि सविशेष तथ्य। सिंहनाथ मंदिर दर्शन करने आमे यात्रा आरंभ करिथिलु भुवनेश्वर खंडगिरी ठारू। एही ठारू यार दूरता प्राय 64 किलोमीटर। जातीय राजपथरे किछि बाट गला परे आमे खोर्धा दे कलापथर अभिमुखे यात्रा आरंभ करिलु। सहजरे वर्षा ऋतु अगस्ट मास। रास्तार दुई पार्श्वरे जुआड़ी की चाहिब सबुजिमार लहरी यात्रा जनित आनंद को द्विगुणित करुथाए। एबे आमे कलापथरु डाहाण मोड़ नहीं वैदेश्वर छक अभिमुखे यात्रा आरंभ करिलु। वैदेश्वर छकरू 3 किलोमीटर जिबा परे पड़िला महानदीर टी ब्रिज। एबे आमे टी ब्रिज रे पहुंची गलु। यही ठारू महानदीर टी ब्रिज दृश्यमान। हीराकुदरू छड़ा जाइथिबा प्रथम बन्या जल वर्तमान महानदी मध्य प्रवाहित होउछि। सिंहनाथ मंदिर आज रविवार होइथिबारु एहिठारे काउडिया माने महानदी पानी नहीं जाउछंती। काउडिया माने एबे आमे आगो को जिबा। ये होची टी ब्रिज। यही ठारू देखंतु सिंहनाथ द्वीप। सिंहनाथ पीठ को आमे धीरे धीरे अग्रसर हेउछु।
ଏବେ ଆମେ ମନ୍ଦିର ପରିସର ଭିତରକୁ ପ୍ରବେଶ କରିବା। ପୌରାଣିକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ବନବାସ କାଳରେ ସେମାନେ ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିଥିଲେ ଏବଂ ଏହି ସ୍ଥାନରେ ମାତା ସୀତାଙ୍କ ଦ୍ୱାରା ବୈଦେଶ୍ୱର, ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ରାମନାଥ ଏବଂ ପ୍ରଭୁ ଲକ୍ଷ୍ମଣଙ୍କ ଦ୍ୱାରା ସିଂହନାଥ ଶିବଲିଙ୍ଗ ସ୍ଥାପନା କରାଯାଇଥିଲା। ବୈଦେଶ୍ୱର ଓ ରାମନାଥ ମନ୍ଦିର ଏହିଠାରୁ ଅନତି ଦୂରରେ ମହାନଦୀ ପଠାରେ ସିଂହନାଥ ପୀଠ ସହିତ ତ୍ରିଭୁଜାକାରରେ ଅବସ୍ଥିତ। ସ୍ଥାପତ୍ୟ, କାରୁକାର୍ଯ୍ୟ ଓ ବାସ୍ତୁକଳା ଦୃଷ୍ଟିକୋଣରୁ ସିଂହନାଥ ମନ୍ଦିର ବିଶେଷ ଗୁରୁତ୍ୱ ବହନ କରେ। ଓଡ଼ିଶାର ଆଦ୍ୟ ପର୍ଯ୍ୟାୟରେ ନିର୍ମିତ ମନ୍ଦିରମାନଙ୍କ ମଧ୍ୟରୁ ସିଂହନାଥ ମନ୍ଦିର ଅନ୍ୟତମ। ସପ୍ତମ ଶତାବ୍ଦୀରେ ନିର୍ମିତ ଭୁବନେଶ୍ୱରର ପରଶୁରାମ ମନ୍ଦିର ସଦୃଶ ଅବିକଳ ନିର୍ମାଣ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ବଡ଼ମା ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କଥା ଐତିହାସିକ ପୃଷ୍ଠଭୂମିରୁ ଜଣାପଡ଼େ। ମନ୍ଦିରଟି ଏକ ଅନୁଚ୍ଚ ପ୍ରାଚୀର ଦ୍ୱାରା ଆବଦ୍ଧ ପଥର ଚଟାଣ ଉପରେ ଏକ ତ୍ରିରଥ ରେଖା ଦେଉଳ ଏବଂ ଏକ ସମତଳିକ ଛାତ ବିଶିଷ୍ଟ ଜଗମୋହନର ସମାହାର ଅଟେ। ମନ୍ଦିର ପରିସର ମଧ୍ୟରେ ଜମ୍ବେଶ୍ୱର ଓ ଈଶାନେଶ୍ୱର ଶିବଙ୍କୁ ସମର୍ପିତ ଦୁଇଟି ଲଘୁ ଦେଉଳ ମଧ୍ୟ ଅବସ୍ଥିତ। କାରୁକାର୍ଯ୍ୟ ଓ ମୂର୍ତ୍ତିକଳାରେ ମନ୍ଦିରଟି ସମୃଦ୍ଧ। ଅନେକ ହିନ୍ଦୁ ଦେବାଦେବୀ ଯଥା ଗଣେଶ, କାର୍ତ୍ତିକେୟ, ଅର୍ଦ୍ଧନାରୀଶ୍ୱର, ହରିହର, ଗଙ୍ଗାଧର ଶିବ ଓ ଏକପାଦ ଭୈରବ ମନ୍ଦିରର ବାହ୍ୟ ପାର୍ଶ୍ୱରେ ଖୋଦିତ କାନ୍ଥର ଖୋପମାନଙ୍କରେ ଥିବା ମୂର୍ତ୍ତିମାନଙ୍କୁ ପ୍ରଥମେ ସ୍ୱତନ୍ତ୍ର ରୂପେ ଗଢ଼ିଲା ପରେ ସେମାନଙ୍କର ଉଦ୍ଦିଷ୍ଟ ସ୍ଥାନରେ ସ୍ଥାପିତ କରାଯାଇଅଛି। ମନ୍ଦିରର ଚାରୋଟି ରାହାପାଗରେ ନଟରାଜ, ପାର୍ବତୀ, ଲକୁଳିଶ ଏବଂ ଶିବଙ୍କ ଅନ୍ଧକାସୁର ବଧ ମୂର୍ତ୍ତି ରହିଅଛି। ଏହାର ଜଗମୋହନଟି ଆୟତକାର ସମତଳ ଛାତ ଏବଂ ସ୍ତମ୍ଭ ବିଶିଷ୍ଟ। ଏହା ପିଢ଼ା ଜଗମୋହନର ପୂର୍ବ ରୂପ, ଯାହା ଦେହରେ ମାତ୍ର 3ଟି ପିଢ଼ା ରହିଅଛି। ମନ୍ଦିରର କାନ୍ଥରେ ପୁଷ୍ପ ପତ୍ରାବଳୀ, ମିଥୁନ ଯୁଗଳ, ଗଙ୍ଗା ଯମୁନା, ଅଷ୍ଟଗ୍ରହ, ଜ୍ୟୋତିର୍ଲିଙ୍ଗ, କୃଷ୍ଣଲୀଳା, ରାମାୟଣ ଇତ୍ୟାଦି ସହିତ ଭଗବାନ ବିଷ୍ଣୁଙ୍କର ଦଶାବତାର ମୂର୍ତ୍ତିମାନଙ୍କର କାରୁକାର୍ଯ୍ୟ କରାଯାଇଅଛି। ଏବେ ମନ୍ଦିର ଭିତରେ ପ୍ରବେଶ କରିବା। ଇଏ ହେଉଛି ମନ୍ଦିରର ଆଭ୍ୟନ୍ତରୀଣ ଦୃଶ୍ୟ। ଇଏ ହେଉଛି ପ୍ରଭୁ ସିଂହନାଥଙ୍କର ଜ୍ୟୋତିର୍ଲିଙ୍ଗ।
ये ହେଉଛି ମନ୍ଦିରର ନାଟ ମଣ୍ଡପ। ବାହାରେ ଅନେକ ଛୋଟ ବଡ଼ ମନ୍ଦିର ମଧ୍ୟ ରହିଅଛି। ମନ୍ଦିର ପରିସର ବାହାରେ ମାତା ଦକ୍ଷିଣକାଳୀଙ୍କର ଏକ କ୍ଷୁଦ୍ର ମନ୍ଦିର ମଧ୍ୟ ରହିଅଛି। ये ହେଉଛି ମନ୍ଦିରର ରୋଷ ଘର। ଆମେ ଏଠାରେ ଆଜି ପ୍ରସାଦ ସେବନ କରିକି ଯିବା। ସିଂହନାଥ ମନ୍ଦିରର ପୂର୍ବ ଦିଗରେ ଆଗକୁ କିଛି ପଥ ଅତିକ୍ରମ କରିବା ପରେ ପ୍ରଭୁ ଶ୍ରୀରାମଙ୍କର ଏକ ମନ୍ଦିର ଅବସ୍ଥିତ। ଆମେ ଏବେ ଏହି ପଥ ଦେଇ ଯାଉଛୁ। ମନ୍ଦିରଟି ପାହାଡ଼ର ଉପରି ଭାଗରେ ଅବସ୍ଥିତ। ଇଏ ହେଉଛି ପାବଛ ରାସ୍ତା। ପାହାଚ ଚଢ଼ି ଚଢ଼ି ଯିବାକୁ ପଡ଼ିବ। एथर आम मंदिर पाखे पहुँचीगलु। यहीठारे प्रभु श्रीराम लक्ष्मण और सीता पूजा पाउछंती। ता सहित ये होछि हनुमानकर एक सुंदर विग्रह। एबे आमे फेरी जिबा। सिंहनाथ द्वीपर प्राकृतिक सौंदर्य ता सहित महानदीर दृश्य जुआड़ी के चाहिए आखि लाखी जाए, फेरिबा को इच्छा हुएनी। तेबे दर्शक बंधु, ये थिला महानदीर सिंहनाथ मंदिर एवं टी ब्रिज। अत्यंत मनमुग्धकर परिवेश। आपण माने मध्य सिंहनाथ मंदिर बुलिबा को आसंतु एवं साथी रे साउंटी नहीं जातु एक नियारा अनुभूति। जदि भिडियोटी आपण मानकु पसंद आसी थाए तेबे चैनल को गोटे सब्सक्राइब करने पर भूलिबे नहीं एवं ता सहित वीडियो को गोटे लाइक करदेबे। भिडियोटी किपरि लागिला कमेंट माध्यम निश्चय जणाइबे। आज एतिकी, पुणी देखा आगामी वीडियो रे एक सुंदर विषय वस्तु को नहीं रहिली। हर हर महादेव। जय प्रभु सिंहनाथ।